ଗତକାଲି ବରଗଡ଼ ଜିଲ୍ଲା ବରଗଡ଼ ଶାଖାର ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟାନ୍ୟ ସଂଗଠନ କିଷାନ ବିକାଶ ସଂଘ ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା କାଲି ବରଗଡ଼ ବନ୍ଦ ଆସନ୍ତା 15 ତାରିଖର ଆହ୍ୱାନ ଦିଆହେଇଥିଲା। ବରଗଡ଼ରେ ଯେଉଁ ବାହାରିଆ ବାଂଲାଦେଶୀ ଆସିକି ରହୁଛନ୍ ଯେମାନେ କି ତାଙ୍କର ଭୋଟର କାର୍ଡ଼ ବି କରିଦେଲେନ, ତାଙ୍କର ଆଇ କାର୍ଡ଼ କରି ସାରିଲେନ। ଇନୁ ଆମର ଲୋକମାନେ ଯେନ୍ଟା ଚାଉଳ ଉଠାବାର କଥା ସେହି ଚାଉଳ ସେମାନେ ଉଠାଉଛନ୍। ଇ ପ୍ରକାର ଯେନ୍ ଅବ୍ୟବସ୍ଥା ନେଇ ହେଇଛି ଆଉ ଅନ୍ୟାସରେ ଆସିକିରି ଆସୁଛନ୍ ଫେର୍ ପଲେଇ ଯାଉଛନ୍। ଇନୁ ଚୋରି ଆହୁରି ବି ବିଭିନ୍ନ ପ୍ରକାର କାମ ହେଉଛି, ଅସାମାଜିକ କାମ ହେଉଛି। ସେଟାକେ ନେଇକିରି ଆସନ୍ତା 15 ତାରିଖରେ ବରଗଡ଼ ବନ୍ଦର ଆହ୍ୱାନ ଦେଇଥିଲେ। ଆଜି ବରଗଡ଼ର ଏସ୍ପି କର ସାଙ୍ଗରେ ଏସ୍ପି ଆଜି ଡାକିଥିଲେ, ମୁଇଁ ମଧ୍ୟ ଉପସ୍ଥିତ ଥିଲି ଏବଂ ଆମର ସମସ୍ତ ସଦସ୍ୟ ଯେଉଁମାନେ ଡାକରା ଦେଇଥିଲେ, ବନ୍ଦ ଡାକରା ଦେଇଥିଲେ, ସବୁ ସଦସ୍ୟ ଆଜି ଉପସ୍ଥିତ ଥିଲେ। ଚର୍ଚ୍ଚା ଆଲୋଚନା ହେଲା। ସେଥିରେ ଏସ୍ପି ନିଜେ ସହଯୋଗ କରିବେ ଏବଂ ବରଗଡ଼ ଜନସାଧାରଣଙ୍କର ସହଯୋଗ କାମନା କଲେ। ନିଶ୍ଚିତ ଭାବରେ ଆଗାମୀ ଦିନରେ ଆଜି ଏସ୍ପିଙ୍କ ସାଙ୍ଗରେ କଥାବାର୍ତ୍ତା ହେଲା ପରେ ମୋତେ ଲାଗୁଛି ଆଗାମୀ ଦିନରେ ଇଏ ଯେଉଁ ସମସ୍ୟା ଅଛି ଇଏ ସମସ୍ୟା ନିଶ୍ଚିତ ଭାବରେ ସମାଧାନ ହେବ। ଯେଉଁମାନେ ବି ଆସିକିରି ଅନାଧିକାର ଭାବରେ ଏଠି ରହିଯାଇଛନ୍ତି, ତାଙ୍କର ଭୋଟର କାର୍ଡ଼ କରିଦେଇଛନ୍ତି ଏବଂ ଆପଣଙ୍କର ଆଧାର କାର୍ଡ଼ କରିଦେଇଛନ୍ତି, ରାସନ କାର୍ଡ଼ ବି କରିଦେଇଛନ୍ତି, ସମସ୍ତଙ୍କୁ ଚିହ୍ନଟ କରିକିରି ବରଗଡ଼ରୁ ବିତାଡ଼ିତ କରିବାର ଯେଉଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବେ ଆଜି ପ୍ରତିଶ୍ରୁତି ଦେଲେ। ସେଥିର୍ଲାଗି ଆଗାମୀ 15 ତାରିଖରେ ଯେନ୍ ବନ୍ଦର ଆହ୍ୱାନ କରାଯାଇଥିଲା ସେଟାକୁ ଆମେ କିଛି ଦିନ ପାଇଁ ଆମେ ସ୍ଥଗିତ ରଖିଛୁ।